ଆଜ୍ଞା ଆମ ଓଡ଼ିଆ ଜାତିରେ ଗୋଟେ କଥା ଅଛି, ଖଜିର ଗଛ ତ ମୂଳରୁ ପାଛ ପାଛ ତାଗୁଣ ଗାଇବି କ'ଣ। ନବୀନ ବାବୁଙ୍କର ଯେଉଁ ଚରିତ୍ର, ତାଙ୍କର ଯେଉଁ ନୀତି, ଯଦି ଆପଣ ଦେଖିବେ ଓଡ଼ିଶା ରାଜ୍ୟ ଗଠନ ହେଲା ଠାରୁ ଆଜି ପର୍ଯ୍ୟନ୍ତ ଯେତେ ମୁଖ୍ୟମନ୍ତ୍ରୀ ହେଇଛ ନବୀନ ପଟ୍ଟନାୟକ ପର୍ଯ୍ୟନ୍ତ, ନବୀନ ପଟ୍ଟନାୟକ ଭଳିଆ ମୁଖ୍ୟମନ୍ତ୍ରୀ କେହି ନାହାନ୍ତି କି ଆଗକୁ ବି ମୁଁ ଭାବୁଛି ଆଗକୁ ବି ଓଡ଼ିଶାରେ ଯେ ମୁଖ୍ୟମନ୍ତ୍ରୀ ହେବ ସେ ନବୀନ ପଟ୍ଟନାୟକ ଭଳିଆ କେହି ମୁଖ୍ୟମନ୍ତ୍ରୀ ହେବେ ନାହିଁ। ମାନେ ଏତେ ଚତୁର, ସେ ଭାବୁଛି ଛୁଞ୍ଚି ଚାଲୁଣି କହିଲା ଭଳିଆ ଛୁଞ୍ଚି ତୋ ଗାଣ୍ଡରେ କ'ଣ ଗଣ୍ଡା କି ତୁ ତ ଚାଲୁଣି ତୋର ଶହ ଶହ କଣା, ତୁ ଛୁଞ୍ଚିକି କ'ଣ କହୁଛୁ ଗୋଟେ କଣା। ନବୀନ ବାବୁ ଭାବୁଛନ୍ତି ମନେ ମନେ ଯେ ଓଡ଼ିଆର ଲୋକମାନେ କିଛି ବୁଝିପାରୁନାହାନ୍ତି। କାହିଁକି ଆଜ୍ଞା ଆପଣଙ୍କୁ ଏ କଥାଟା କହୁଛି, ଆପଣ ତ ଆଦୌରୁ ଦେଖନ୍ତୁ, ସେ କହିଲେ ସମଭାବାପନ୍ନ ଦଳ, ବିଜେଡ଼ି ଦଳ ହେଲା ସମଭାବାପନ୍ନ ଦଳ। ଆଜ୍ଞା 9 ବର୍ଷ ବିଜେପି ସାଙ୍ଗରେ ଥିଲେ ନା, 9 ବର୍ଷ କେନ୍ଦ୍ର ରାଜ୍ୟରେ ନବୀନ ପଟ୍ଟନାୟକ ଥିଲେ ନା। ଆଜ୍ଞା ଆଜି ଯେଉଁ ପେପରରେ ଆପଣ ପଢ଼ିଥିବେ ଯେଉଁ ମହାନଦୀ ଟ୍ରିବ୍ୟୁନାଲ ଆପୋଷ ଆଲୋଚନା କଥା ଚାଲିଛି, ସେଥିରେ ଆଜି ଯଦି ଛତିଶଗଡ଼ ସରକାର ଆମ ମହାନଦୀକି ଶୁଖିଲା ପଡ଼ିଛି, ପାଣି ଛାଡ଼ୁନାହିଁ, ସେଥିପାଇଁ ଯାଇ ନବୀନ ବାବୁ। କାହିଁକି ଏ କଥା ଆପଣଙ୍କୁ କହୁଛି, ଯେତେବେଳେ ମିଳିତ ସରକାର ଥିଲା, ଯେତେବେଳେ ବାଜପେୟୀ ଅଟଳ ବିହାରୀ ବାଜପେୟୀ ଥିଲେ ପ୍ରଧାନମନ୍ତ୍ରୀ, ସେତେବେଳେ ଆମର କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଥିଲେ ଅର୍ଜୁନ ସେଠୀ, ସ୍ୱର୍ଗତ ଅର୍ଜୁନ, ସେ ମରିଗଲେଣି, ଭଦ୍ରକ ଲୋକ। ସେତେବେଳେ ଜଳସମ୍ପଦର ରାଷ୍ଟ୍ରମନ୍ତ୍ରୀ ଥିଲେ କିଏ? ଅର୍ଜୁନ ସେଠୀ। ମୁଖ୍ୟମନ୍ତ୍ରୀ ଥିଲେ ନବୀନ ପଟ୍ଟନାୟକ। ଯେତେବେଳେ ଛତିଶଗଡ଼ ବିଜେପି ସରକାର ଯେତେବେଳେ ଯେଉଁ ଏଗ୍ରିମେଣ୍ଟ କଲା ଓଡ଼ିଶାକୁ କେତେ ଦରକାର, ଛତିଶଗଡ଼ କେତେ ଜଳ ମାଗୁଛି, ସେଟା ନବୀନ ବାବୁ ଜାଣିନାହାନ୍ତି କେମିତି? ଆଜି ଯେଉଁ ଟ୍ରିବ୍ୟୁନାଲକୁ ଗଲେ କୋଟି କୋଟି ଟଙ୍କା ଖର୍ଚ୍ଚ କଲେ, ପୁଣି ଆପୋଷ କଥା କହୁଛନ୍ତି, ତାଙ୍କ ପ୍ରସନ୍ନ ଆସେ ଯେ କହୁଛନ୍ତି ବିଜେପି ବାଲା କ'ଣ କରେ, ବିଜେପି ବାଲା କ'ଣ କରେ। ତୁମେ ଯେତେବେଳେ ବିଜେପି ବିଜେଡ଼ି ମିଳିତ ଥିଲ, ସେତେବେଳେ ତ ଛତିଶଗଡ଼ ଏ ଯେଉଁ ପାଣିକି ନେଲା ଏଗ୍ରିମେଣ୍ଟ ହେଲା, ପ୍ରଧାନମନ୍ତ୍ରୀ ଥିଲେ ଏ ଯେଉଁ ବାଜପେୟୀ, ସେତେବେଳେ ଆପଣଙ୍କର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ଥିଲେ ଅର୍ଜୁନ ସେଠୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥିଲେ। ସେତେବେଳେ କ'ଣ ନବୀନ ବାବୁ ଜାଣିପାରିଲେ ନାହିଁ ଛତିଶଗଡ଼ ଏତିକି ପାଣି ନେନେ ଓଡ଼ିଶାରେ ମହାନଦୀ ଶୁଖିଲା ପଡ଼ିଯିବ। ଆମେ ଛୁଆବେଳେ ପଢ଼ୁଥିଲୁ ଓଡ଼ିଶାର ବଡ଼ ନଦୀ ମହାନଦୀ, କିନ୍ତୁ ଆଜି ମହାନଦୀ ଆଜ୍ଞା ଶୁଖିଲା। ଇଏ ଗୋଟେ ଆଜ୍ଞା ନବୀନ ପଟ୍ଟନାୟକଙ୍କର ଚରିତ୍ର। ଦେଖନ୍ତୁ ଭାବା ସାଧାରଣ କହିବେ ଯେଉଁ ମୁସଲିମମାନଙ୍କର ଯେଉଁ ମୁସଲିମମାନଙ୍କ ଆର୍କ ବିଲ୍ କହିଲେ ବିରୋଧ କରିବୁ, ପୁଣି କହିଲେ ବିବେକ ଅନୁଯାୟୀ ଦିଅ। ଆଜ୍ଞା ସେଠି ଆଜ୍ଞା ସେ ବିରୋଧ କଲେ କି? ଏଣେ କହିଲେ ବନ୍ଦ କରିମୁ, ତା ବିରୋଧରେ ଭୋଟ୍ ଦେବୁ, କିନ୍ତୁ ସେଣେ ତାଙ୍କୁ କହିଦେଲେ ବିବେକ ଅନୁଯାୟୀ ଭୋଟ୍ ଦିଅ, ଯାହାଦ୍ୱାରା କି ଇନଡାଇରେକ୍ଟ ବୁଲେଇ ବଙ୍କେଇକି ୱାର୍କ ବୋର୍ଡ଼ ବିଲ୍କି ସପୋର୍ଟ କଲେ। ଆଜ୍ଞା ଦେଖନ୍ତୁ ଗୋଟେ ଜିଏସ୍ଟି ଗଲା, ଜିଏସ୍ଟିରେ ଆପଣ ଦେଖିବେ ଦେଶରେ ଯେତେ ରାଜ୍ୟରେ ଜିଏସ୍ଟି ଆଦାୟ ହେଉଛି, ଆମ ନବୀନ ବାବୁଙ୍କ ଅମଳରେ ଜିଏସ୍ଟିରେ ବେଶୀ ଓଡ଼ିଶାବାଲା ଦେଉଥିଲେ। ଆଜ୍ଞା ନବୀନ ବାବୁଙ୍କ ସରକାରରେ ଜିଏସ୍ଟି ଏ ଦେଶରେ ସର୍ବାଧିକ ଦେଉଥିଲେ ଓଡ଼ିଶାବାସୀ, ସେ ହେଉଛନ୍ତି ନବୀନ ପଟ୍ଟନାୟକ। ଆପଣ ଆଜ୍ଞା ଦେଖନ୍ତୁ ଓଡ଼ିଶା ଗୋଟେ ଦାଦନ ଶ୍ରମିକ ରାଜ୍ୟ, ଯେଉଁଠି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଦିଅନ୍ତୁ। ଯେତେବେଳେ ନରେନ୍ଦ୍ର ମୋଦି 12 ଘଣ୍ଟା 8 ଘଣ୍ଟାକୁ 12 ଘଣ୍ଟା ଡିକ୍ଲେୟାର କଲେ, କେତେକ ରାଜ୍ୟ ବିଜେପିର ସମର୍ଥନ କଲେ, ଆମ ନବୀନ ବାବୁ 2 ହାତ ଟେକିଦେଲେ। କାହିଁକି ନା ଓଡ଼ିଶାରେ ଯେତେବେଳେ ଦାଦନ ଶ୍ରମିକ ଖଟିବାକୁ ଯାଉଛନ୍ତି ବାହାର ରାଜ୍ୟକୁ, ସବୁ ଦାଦନ ଶ୍ରମିକ ରାଜ୍ୟ ଓଡ଼ିଶା, ସେତେବେଳେ ଆଜ୍ଞା ଏ ଯେଉଁ ତୁମେ 8 ଘଣ୍ଟା 12 ଘଣ୍ଟା ମୋଦି କଲା, ଆପଣ ବିରୋଧ କଲେ କି? 2 ହାତ ଟେକିଦେଲେ। ତାମାନେ ଓଡ଼ିଆ ଶ୍ରମିକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉ କି ରାଜ୍ୟରେ ଖଟୁ, ସେ ଯେଉଁ 4 ଘଣ୍ଟା ପଇସା ଯେଉଁ ମୋଦି ପୁଞ୍ଜିପତିମାନଙ୍କୁ ଦେବାକୁ ଚାହୁଁଛି, ସେଟା ଦିଆଯାଉ ବୋଲି ନବୀନ ପଟ୍ଟନାୟକ ହାତ ଟେକି। ଆଜ୍ଞା ନବୀନ ବାବୁଙ୍କର ଚରିତ୍ର ଯଦି ଶୁଣିବେ, ଆଜ୍ଞା ଏଇ ଯେଉଁ କହୁଛନ୍ତି ଆପଣ ଯେଉଁ ଦରମା ଭତ୍ତା ନେବେ ବୋଲି କହୁଛନ୍ତି, କାହିଁ ସେ ତ ଓଡ଼ିଶାର 24 ବର୍ଷ ମୁଖ୍ୟମନ୍ତ୍ରୀ ଥିଲେ, ବର୍ତ୍ତମାନ ବିରୋଧୀ ଦଳ ନେତା ଅଛନ୍ତି, ସେ ଯାହା ଡିସିସନ୍ ନେବେ ତାଙ୍କ ଦଳ ମାନିବ। କାହିଁ ନବୀନ ବାବୁ ଡିସିସନ୍ ନେଲେ ଏଟାକୁ ବିରୋଧ କର କହିଲେ କି ନା? କିନ୍ତୁ ସିଏ କ'ଣ କହିଛନ୍ତି କି ମୁଁ ଭତ୍ତା ଦରମା ନେମି? ସିଏ କହିଛନ୍ତି ଚତୁରତା ସହ। ଦେଖ ନବୀନ ପଟ୍ଟନାୟକ କେତେ ଚାଲାକ, ସେ ଭାବୁଛି ଓଡ଼ିଆ ଲୋକମାନେ କିଛି ଜାଣୁନାହାନ୍ତି। ନବୀନ ପଟ୍ଟନାୟକ କହୁଛନ୍ତି ମୁଁ ଭତ୍ତା ଦରମା ନେମି ନାହିଁ, ନାକୁ ଗରିବ ଲୋକମାନଙ୍କୁ ଦାନ କରିବି। ଆଜ୍ଞା ତୁମେ କୁହନ୍ତୁନି, ତାମାନେ ନେବେ, ନେଇକି ତୁମ ପକେଟକୁ ନେବନି କହୁଛ, ଗରିବ କଲ୍ୟାଣକୁ ଦେବ। ଆଜ୍ଞା ଗରିବମାନଙ୍କୁ ଦେବ। ଓଡ଼ିଶା ତ ଗରିବ ରାଜ୍ୟ। ଦେଶର ଆଜି ପ୍ରଥମ ଦରମା ଭତ୍ତା ଯେତେବେଳେ ଓଡ଼ିଶା ମୋହନ ମାଝୀ ସରକାର କଲେ, ତୁମେ ଏଇଟା ବିରୋଧ କଲନି? ତୁମେ କାହିଁ ବିରୋଧ କଲନି? ତୁମେ ନେବ, ତୁମେ ନେଇକି ଗରିବମାନଙ୍କୁ ଦାନ କରିବ। ଦାନୀ
कहीं जड़े तो दानी ओडार अच्छा सी हूँ गोपबंधु दास कलमणि गोपबंधु दास जी कि समाज पत्रिका को गरीब लोकंर विपद लोकंर हितपाई खर्च हाँपाई ट्रस्ट कर सी तो समाज पत्रिका आज भी सुधा गरीब लोक कम नागुच तुम्हें कौ दानी हेल आज्ञा ये गोटे कथा दानी जड़े थे मोतीलाल नेहरू पंडित जवाहरलाल नेहरू का पिता सी देश को सर्वस्व संपत्ति दान करते सी दान करते ये कहते मुझे दान करी मोहन माझी की चिठी लिखिं एटा आपण गरीब कल्याण पार्टी खर्च कर चिठी लिखिदे प्रस्ताव देते नवीन पट्टनायक मुख्यमंत्री मोहन माझी की ये टंकाटा गरीब लोक कल्याण खर्च कर देले केमिति बंद विरोध कले केमी आज्ञा आप जो कथा कहते सी टंका ने नहीं गोटे खातिर देखापी ये सरकारी टंकार दानी हाँपाई चेष्टा कर गोटे चतुरता आज्ञा कथा आज्ञा जदि विरोधी दल नीति हिसाब से दल लोक बंद कर आज्ञा ताकरी दलर मुख्य सचेतक प्रमीला मलिक आज्ञा कौन कहला स्वागत कला आज्ञा प्रमीला मलिक ये नवीन पट्टनायक गोटे लज्जा लगे दरकार तुम मुख्य सचेतक कौ स्वागत करुला बेले तुम्हें कौच नेमी कितु नहीं कि गरीब लोक बांटी यार माने कौन आज्ञा ताठ गोटे बड़ कथा आज्ञा हूँ नवीन बाबू देखुनी मत 25 वर्ष लोक मैंने भल पाइले मो बापा को भल पाइले आम कटक भू संपत्ति ये जो आनंद भवन को आम ओडावासी की देदेवाई विचार करूँ किंतु विचार करके बंद करदे हाथ रखिले गोटे विजु पट्टनायक गोटे मेमोरियाल कर आज्ञा कहले आनंद बजार समीक्षा कल देल नहीं कहीं देल नहीं तुम्हें जदि एत ओडिया लोक को भल पाच तुम्हें कटकर तुम भू संपत्ति आनंद भवन को ओडावासी की दवाई निष्पत्ति नहीं पुणी आज्ञा कौन है निष्पत्ति कहीं कैंसल हो आज्ञा ये नवीन पट्टनायक गोटे माने जिते सी भावुँ कौन मो कथा कहीं जानू ना किंतु आज्ञा ओडिशा लोक मैंने जानी सारे आज्ञा बर्तमान देखु सुभद्रा बाध्यक भत्ता 94,000 लोक आशा कर जोटा आज समाज में बाहर तुम आज्ञा कर 94,000 लोक सुभद्रा भत्ता अपेक्षा करला बेले तुम कहीं से नवीन बाबू पद दिने कहूना विरोधी दल नेता हिसाब से दिने विधानसभा को जाऊना दरमा बढ़ला भत्ता बढ़ला 31 तारीख पर्यटन विधानसभा थी बंद करदेल कहीं तुम तो अधिका पैसा नेल तुम अभाव देला पुणी विधानसभा को आज्ञा बंद करदेल कहीं आज्ञा ये हूँ आज्ञा नवीन पट्टनायक चरित्र आंकर ऊपर गोटे कथा पेटर गोटे कथा गांडी गोटे कथा ये आज्ञा खजुरी गछ सदृश्य नवीन पट्टनायक भाया मु भावुची सांघातिक लोक ओडिशा रे केबे कई मुख्यमंत्री आगु को हेबे नहीं कि आगुर कई नथिले कि से ओडिशा रे आउ जेते जन मुख्यमंत्री बोधे नवीन पट्टनायक भाया भेलियान ये जो कुचक्री बोधे मु भावुची आउ कई हेबे नहीं मु जगन्नाथ को डाकुची नवीन पट्टनायक भाया कुचक्री भेलियन ओडिशा रे भविष्य कई मुख्यमंत्री न हो।